ବାଲେଶ୍ୱର ଜିଲ୍ଲା ଲୋକକଳା ଗ୍ରାମ ଗୁଡ଼ୁଦାରେ ଅନୁଷ୍ଠିତ ହେଲା କାର୍ତ୍ତିକ ପୂର୍ଣ୍ଣିମା ମହୋତ୍ସବ ଓ ପ୍ରତିଯୋଗିତା। ବାଲେଶ୍ୱର ଜିଲ୍ଲାର ଲୋକକଳା ଗ୍ରାମ ରେମୁଣା ବ୍ଲକର ଗୁଡ଼ୁଦା ଗାଁରେ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ କାର୍ତ୍ତିକ ପୂର୍ଣ୍ଣିମା ମହୋତ୍ସବ ଓ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ହୁଳୁହୁଳି, ଝୋଟି ଚିତା, ପିଠାପଣା, ଲକ୍ଷ୍ମୀ ପୁରାଣ ପଠନ ଓ ଓଡ଼ିଆଣୀ ବେଶ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବହୁ ପ୍ରତିଯୋଗୀ ପୂର୍ବ ପରମ୍ପରାକୁ ମନେ ପକାଇ ସକାଳେ ବୋଇତ ଭସାଇ ବନ୍ଦାଣ କରିଥିଲେ। ଗାଁ ଦାଣ୍ଡ ଲିପାପୋଛା କରି ଝୋଟି, ମୁରୁଜ ଇତ୍ୟାଦି ପକାଇଥିଲେ। ପରେ ଗାଁରେ ଥିବା ବାତ୍ୟାଶ୍ରୟସ୍ଥଳୀରେ ପ୍ରତିଯୋଗିତାମାନ କରାଯାଇ ଅପରାହ୍ନରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ମୁଖ୍ୟ ବକ୍ତା ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର, ସମ୍ମାନିତ ଅତିଥି ସରପଞ୍ଚ ବସନ୍ତ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ରେମୁଣା ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ଦୀନବନ୍ଧୁ ଦାସ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ସଦର ବ୍ଲକ ଉପସଭାପତି ଜଗଦୀଶ୍ୱର ଜେନା ଧନ୍ୟବାଦ ଦେଇଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ଅନନ୍ତ ପ୍ରସାଦ ସେଠୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମକୁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଦୀପ୍ତ କୁମାର ମିଶ୍ର ସଞ୍ଚାଳନ କରିଥିଲେ। ପ୍ରାରମ୍ଭରେ ମହାବୀର ଆବାସିକ ବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ।